ନିପା ଭାଇରସ୍ ଟୀକାକୁ ନେଇ ମାନବ ପରୀକ୍ଷଣ ଆରମ୍ଭ କଲା ଅକ୍ସଫୋର୍ଡ ୟୁନିଭର୍ସିଟି। କରୋନା ଭୂତାଣୁ ପରେ ଯଦି ଯେଉଁଟି ବେଶୀ ମୁଣ୍ଡବିନ୍ଧାର କାରଣ ପାଲଟି ଯାଇଥାଏ ତ ତାହା ହେଉଛି ନିପା। ଏହି ନିପା ଭାଇରସ୍ ପାଇଁ ଟୀକା ପ୍ରସ୍ତୁତ କରିବାକୁ ଅକ୍ସଫୋର୍ଡ ୟୁନିଭର୍ସିଟି କାର୍ଯ୍ୟ ଆରମ୍ଭ ବହୁ ପୂର୍ବରୁ କରିଦେଇଥିବା ବେଳେ ଏବେ ଖୁସି ଖବର ହସ୍ତଗତ ହୋଇଯାଇଛି। ସୂଚନା ରହିଛି ଯେ ଅକ୍ସଫୋର୍ଡ ୟୁନିଭର୍ସିଟି ନିପାଟି ଜୀବାଣୁଙ୍କ ବିରୋଧରେ ଏକ ଟୀକା ବାହାର କରିଛି, ଯାହାର ମାନବ ପରୀକ୍ଷଣ ଆରମ୍ଭ ହୋଇସାରିଛି। ଆପଣ ଜାଣନ୍ତି କି ଯେ ଏହି ଜୀବାଣୁ ଭାରତୀୟ କେରଳ ରାଜ୍ୟ ତଥା ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ବିସ୍ତାର ଘଟିଥିଲା। ଏହି ମାରାତ୍ମକ ଜୀବାଣୁ ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ନାହିଁ। ନିପା ଭାଇରସକୁ ପ୍ରାୟ 25 ବର୍ଷ ପୂର୍ବେ ମାଲେସିଆରେ ଚିହ୍ନଟ କରାଯାଇଥିଲା। ବାଂଲାଦେଶ, ଭାରତ ଏବଂ ସିଙ୍ଗାପୁରରେ ମଧ୍ୟ ଏହି ଭାଇରସକୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଅକ୍ସଫୋର୍ଡ ପରୀକ୍ଷଣ ପ୍ରଥମ ଅଂଶଗ୍ରହଣମାନେ ଗତ ସପ୍ତାହ ଟୀକା ଗ୍ରହଣ କରିଥିଲେ। ଆଷ୍ଟ୍ରାଜେନେକା ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିଡ୍-19 ଟୀକାରେ ବ୍ୟବହୃତ ଟେକ୍ନୋଲୋଜି ଆଧାର କରି ଏହାକୁ ତିଆରି କରାଯାଇଛି। ଅକ୍ସଫୋର୍ଡରେ ଅନୁଷ୍ଠିତ ହେବାକୁ ଥିବା ପ୍ରାଥମିକ ପର୍ଯ୍ୟାୟ ପରୀକ୍ଷଣ 51 ରୋଗୀ ଓ 18ରୁ 55 ବର୍ଷ ବୟସର ଲୋକଙ୍କ ମଧ୍ୟରେ ଏହି ଟୀକାକରଣ ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ପରୀକ୍ଷା କରାଯିବ। ଚ୍ୟାନେଲ ପାଇଁ ଯଦି ନୂଆ ଆସିଛି ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା ରହିଲି। ଜୟ ଜଗନ୍ନାଥ, ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି ଶୁଭ ସକାଳ ଅପଡେଟ୍ ନ୍ୟୁଜ୍ ନେଇକିନା ଆସିବି।